ମାତିଛି ମଣିଷଖିଆ ଭାଲୁ, ମାରୁଛି ମଣିଷ ଆଉ ନେଉଛି ଜୀବନ। ଜଙ୍ଗଲର ଆଖପାଖରେ ଘୁରି ବୁଲୁଥିବା ଭାଲୁ ଏବେ ଲୋକଙ୍କୁ ଦେଖିଲେ ଗଡ଼ାଇ ଗଡ଼ାଇ ଆକ୍ରମଣ କରିବା ସହ ଜୀବନ ନେଉଛି। ଯେଉଁ ଘଟଣା ଏବେ ଲୋକଙ୍କ ମଧ୍ୟରେ ଛନକା ସୃଷ୍ଟି କରିଛି। ତେବେ 1.5 ବର୍ଷ ମଧ୍ୟରେ ଏହି ମଣିଷମରା ଭାଲୁ 3ଟି ଜୀବନ ନେଇ ସାରିଲାଣି। ସେହିପରି ସମ୍ବଲପୁର ଜିଲ୍ଲା ରେଡ଼ାଖୋଲ ବନଖଣ୍ଡ ବଡ଼ବାହାଲ ରେଞ୍ଜ ଟାଲ ଗ୍ରାମରେ ଖେସରା ଜଙ୍ଗଲରୁ ପୁଣି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାହାକି ଭାଲୁ ଆକ୍ରମଣରେ ଜଣେ ନିରୀହ ବୃଦ୍ଧଙ୍କର ଜୀବନ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଗ୍ରାମର ଅଭିଷେଠୀ ପାଖ ଜଙ୍ଗଲକୁ ମହୁଲ ଗୋଟାଇବାକୁ ଯାଇଥିଲେ, ଆଉ ଭାଲୁ ଆକ୍ରମଣର ଶିକାର ହୋଇ ଗୁରୁତର ହେବାରୁ ସ୍ଥାନୀୟ ଲୋକମାନେ ଏବଂ ପରିବାର ଲୋକେ ମିଶି ତାଙ୍କୁ ଜଙ୍ଗଲରୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ରେଡ଼ାଖୋଲ ମେଡିକାଲକୁ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ବୃଦ୍ଧଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକଙ୍କୁ ସହାୟତା ଓ ଭାଲୁଟିକୁ ସ୍ଥାନାନ୍ତର ପାଇଁ ସ୍ଥାନୀୟ ଲୋକେ ଉତ୍ତେଜିତ ହୋଇ ବହୁ ସମୟ ଧରି ବଡ଼ବାହାଲ ରେଞ୍ଜ ଅଫିସ ଘେରାଉ କରି ଧାରଣାରେ ବସିଥିଲେ। କିନ୍ତୁ ବୁଝାସୁଝା ପରେ ଲୋକମାନେ ଧାରଣାରୁ ଓହରିଥିବା ଜଣାପଡ଼ିଛି। ସେପଟେ ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଅନ୍ୟପଟେ ଗ୍ରାମର ଲୋକଙ୍କ ମଧ୍ୟରେ କକୁଆ ଭୟ ଦେଖିବାକୁ ମିଳିଥିବା ବେଳେ କୌଣସି କାରଣରୁ ଭାଲୁଟି ଆକ୍ରମଣ କରିଥିବା ଘଟଣାସ୍ଥଳରୁ 100-150 ମିଟର ଦୂରରେ ମୃତ ଅବସ୍ଥାରେ ପଡ଼ିଥିବା ଆଜି ସକାଳେ ବନ ବିଭାଗ ସୂଚନା ପାଇଥିଲେ। ତେଣୁ ବନ ବିଭାଗର କର୍ମଚାରୀମାନେ ସେଠାରେ ପହଞ୍ଚି ଭାଲୁକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ନେଇଥିବା ସୂଚନା ମିଳିଛି। ସମ୍ବଲପୁର ଜିଲ୍ଲାରୁ ବିନୋଦ କୁମାର ସେଠୀଙ୍କ ରିପୋର୍ଟ, କୋଣାର୍କ ଲାଇଭ୍।